ସାଙ୍ଗରେ ବାପା ବି ମୋ ସାଙ୍ଗେ ନିଜେ କଥା ହେଲେ କି ଆଉ ତୁ ଯେଉଁ କାମ କରୁଛୁ କର, ମୁଁ ତୋତେ ମନା କରୁନି, ତୁ ଠିକ୍ ସେ କର, ତୁ ଯେଉଁ କାମ କରୁଛୁ କର, ତୁ ଠିକ୍ ସେ କର, ଆଉ ନିଜେ କେବେ କମଜୋରି ଭାବନା, କାହିଁକି ନା ତୁ ଗୋଟେ ବାଘର ଛୁଆ। ବାପା ମୋତେ ଏଇ ଡାଇଲଗ୍ଟା ମାରିଥିଲେ। ତ ସମସ୍ତଙ୍କୁ ମୋର ଦିଲ୍ ସେ ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି ତ? ସେନ୍ ଭଲ ଥାନ୍ତୁ ଆଉ ବିନ୍ଦାସରେ ଥାନ୍ତୁ। ବର୍ତ୍ତମାନ ଟାଇମ୍ ହେଇଗଲା ସକାଳ 12ଟା ମୁଁ ପୁଣି ସକାଳ କହୁଛି କାହିଁକିନା ଆମ ପାଇଁ ସେଇଟା ସକାଳ। ରାତି ସାରା ଅନିଦ୍ରା ହେଇକି ଉଠିବାକୁ ଟାଇମ୍ ତ ଲାଗିବ, ଆପଣମାନେ ଜାଣିଛନ୍ତି। ତ ବହୁତ କଷ୍ଟ, ବହୁତ ମେହନତ, ତାପରେ ମନରେ ଡର, ଏସବୁ ତ ରାତିରେ ଆମର ପ୍ରତିଦିନ ରାତିରେ ଆମେ ସେଇଟା କଭର କରୁଛୁ ଏଠି ରାଜସ୍ଥାନରେ। ଆମେ କେବେ ଓଡ଼ିଶା ଫେରିବୁ ସେଇଟା ତ ଆପଣମାନେ ଜାଣିବେ ନିଶ୍ଚୟ। ଆମେ ବହୁତ ଜଲ୍ଦି ଓଡ଼ିଶା ଆସୁଛୁ, ଏବେ ନାହିଁ, ଆଉ ଦୁଇ ଚାରି ଦିନ ଆମେ କଭର କରିକି ଓଡ଼ିଶା ଆସୁଛୁ। ମୁଁ ଏଥିପାଇଁ ଏ ଭିଡ଼ିଓଟା କରୁଛି କି ମୋର କିଛି ଏକ୍ସପିରିଏନ୍ସ ଆପଣଙ୍କ ସାଙ୍ଗରେ ମୁଁ ସେୟାର କରୁଛି। ଲାଷ୍ଟ ଭିଡ଼ିଓରେ ଆପଣମାନେ ଦେଖିଥିବେ ମୋ ସାଙ୍ଗରେ ଯାହା ବି କିଛି ଇନସିଡେଣ୍ଟ ହେଲା କେଉଁଠି ନା, ଆମେ ଯେଉଁ ଯାଇଥିଲୁ ମଶାଣି ଭିଡ଼ିଓ ଯାଇଥିଲୁ, ମଶାଣିକି ଯାଇଥିଲୁ, ସେଇଟା ହୋଇଥିଲା ମୁସଲମାନଙ୍କର ମାନେ ମୁସଲିମ ମାନଙ୍କର ସେଇଟା ଯେଉଁ ଆମର କଭର ଫଭର ଦିଆ ହୁଏ ସେଇ ଜାଗାରେ, ମାନେ ଟୋଟାଲ ମୁସଲିମ ହିନ୍ଦୁ, ମାନେ ସେଠିକାର ହିନ୍ଦୁ ମୁସଲିମ ସମସ୍ତେ ଗୋଟେ ଜାଗାରେ, ତାଙ୍କର ସାଇଡ଼ ସାଇଡ଼ ସବୁ ଅଲଗା ଅଲଗା ସବୁ, ମାନେ ଏପଟେ ହିନ୍ଦୁମାନେ ପୋଡ଼ା ହୁଅନ୍ତି, ସେପଟେ ମୁସଲିମ ମାନଙ୍କର କବର, ସେପଟେ ଗୋଟେ ନଈର ଗୋଟେ କିନାରା ଭଳିଆ ଥିଲା, ସେ ସବୁ ମାନେ ସେଇ ଟାଇପ୍ର ଆପଣମାନେ ଦେଖିଦେବେ। ସେ ବ୍ଲଗ୍ଟା ଆପଣମାନେ ରାଜ ଭାଇ ଭିଡ଼ିଓରେ ଦେଖିଦେବେ ମୋ ସାଙ୍ଗରେ ଯାହା ବି କିଛି ହେଲା। ଦିନବେଳେ ଯେତେବେଳେ ଆମେ ଭିଡ଼ିଓ କମ୍ପ୍ଲିଟ୍ କରିକି ଆସିଲୁ, ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହିଦେଉଛି, କନଫିଡେନ୍ସ ରଖନ୍ତୁ, କିନ୍ତୁ ନିଜ ଭିତରେ କନଫିଡେନ୍ସ ରଖନ୍ତୁ, କିନ୍ତୁ ଓଭର କନଫିଡେନ୍ସ ରଖନ୍ତୁନି। ସେଇଟା ମୁଁ ମୋ ଆଡ଼ୁ ଭୁଲ କରିଦେଇଥିଲି, ଓଭର କନଫିଡେନ୍ସଟା। କାହିଁକିନା ଆପଣମାନେ ଜାଣିଛନ୍ତି, ହଁ ଯିବା, ହଁ ଭାଇ ଏଡ଼ିକି ଭାଇ କହିବେ, ହଁ ଭାଇ ମାଡ଼ି ଚାଲ, ହଁ ସମସ୍ତଙ୍କୁ ଇଗ୍ନୋର କରେ, ସମସ୍ତଙ୍କ ଭାଇମାନଙ୍କ କଥାକୁ ମୁଁ ବେଳେବେଳେ ଇଗ୍ନୋର କରିଦିଏ କି ହଁ ଆମକୁ ଭାଇମାନେ କହୁଥିବେ ନାଇଁ ସେଠିକି ଯିବାର ନାହିଁ, ମୁଁ କହିଦିଏ କି ହଁ ଭାଇ ସେଠିକି ଚାଲ ଯିବା, କିଛି ନାହିଁ। ସେଇ ଇଏରେ ରାଜ ଭାଇ କ'ଣ କରନ୍ତି, ହଁ ସୂର୍ୟା କହୁଛି ନା, ହଁ ଚାଲ ଯିବା, ମାଡ଼ି ଯିବା। ତ ସେଇଟା ହିଁ ଆମର କେଉଁଠି ନା କେଉଁଠି ମାନେ ସେଇଟା ଭୁଲ ଥିଲା। ଦିନବେଳା ଭିଡ଼ିଓରେ ସେଇଟା ଆମେ ହେ ଜ୍ଞାନ କରିକି ପଳେଇ ଆସିଥିଲୁ ଜାଗାକୁ, ମାନେ କାହିଁକି ନା ଆମେ ଜାଣିଥିଲୁ କି ହଁ ଏତେ ଦୂର ଏତେ ଜାଗାକୁ ଆସିଲେଣି, ଏଇଟା ବି ଏମିତି ଆମର କଭର ହେଇଯିବ। ତ ମୋ ସାଙ୍ଗରେ ସେଦିନ ରାତିରେ ଯାହା ବି କିଛି ହେଲା, ମୁଁ କ୍ୟାମେରାଟା ଏମିତି ଧରିଥିଲି, ଆପଣମାନେ ଜାଣିଛନ୍ତି ଅଫ୍ କ୍ୟାମେରାରେ, ସରି ଅଫ୍ କ୍ୟାମେରା କହୁଛି, ଯେତେବେଳେ ଆମର ବ୍ଲଗ୍ ଷ୍ଟାର୍ଟ ହୁଏ କ୍ୟାମେରା ହିଁ ମୁଁ ଧରେ, ଆଉ କ୍ୟାମେରା ଆଙ୍ଗେଲ୍ ମୁଁ ହିଁ ଫୋକସ୍ କରେ, କେଉଁଠିକି ଅବଜେକ୍ଟ ହେଉ କି ସବଜେକ୍ଟ ହେଉ ସେଇଟା ମୁଁ ହିଁ ଫୋକସ୍ କରେ, କି ଆମ ରିଆକ୍ସନ୍ କ୍ୟାପଚର ମୁଁ କରେ, କାହାର କିଏ କେଉଁଠି କ'ଣ ଦେଖିଲା, କିଏ କେଉଁ ଆକ୍ଟିଭ ମାନେ କେଉଁଠି କ'ଣ କାହା ନଜରରେ ଆସିଲା ସେଇଟାକୁ ମୁଁ କ୍ୟାପଚର କରେ। ତ ସେ ଟାଇମ୍ରେ ମୁଁ ଯେତେବେଳେ କ୍ୟାମେରାଟା ଧରିଥିଲି, ରବି ଭାଇ ଯେତେବେଳେ ଆମକୁ ଏକ୍ସପ୍ଲେନ୍ କରୁଥିଲେ କି ମାନେ ଜାଗାରେ ଏହା ହିଁ ଅଛି, କି ମୁଁ କ୍ୟାମେରା ମୁଁ ଧରିଥିଲି, ମୋତେ ଲାଗିଲା କି ପଛପଟୁ ଯେମିତି କିଏ ଗୋଟେ ପାସ୍ କଲା ଭଳିଆ ଲାଗିଲା। ମାନେ ମୋତେ ଲାଗିଲା କି ପଛପଟୁ ଯେମିତି ମାନେ ମୋତେ କିଏ ଏମିତି ମାନେ ଇଏ କରିକି ଅଛି, ମାନେ ଉଢାଳ କରିକି ଅଛି, ମାନେ ଆପଣମାନେ ବୁଝିପାରୁଥିବେ ପଛପଟେ ଆପଣ ଠିଆ ହେଲେ କେମିତି ଲାଗେ, ସେମିତି ମୋତେ ବି ସେମିତି ଲାଗିଲା। ନର୍ଭସ୍ ମୁଁ ସେତେବେଳେ ଫିଲ୍ କରିଥିଲି, ତାକୁ ମୁଁ ଇଗ୍ନୋର କରିଥିଲି। ତାପରେ ଦେନ୍ ସଡନ୍ ମୋ ମୁଣ୍ଡଟା ମାନେ ଏଇ ଜାଗାଟା ବେକ ପୋଜିସନଟା ମାନେ ଏତେ ମାନେ ଇଏ ଲାଗିଲା, ଡାଉନ୍ ଫିଲ୍ ହେଲା ମୋତେ, କି ମୁଁ ନିଜକୁ ଆଉ କଣ୍ଟ୍ରୋଲ କରିପାରିଲିନି। ମୋତେ ଲାଗିଲା କି ମୋ ବେକ ଉପରେ ମାନେ ଯେମିତି କିଏ ଗୋଟେ ଗୋଡ଼ ପକେଇ ଦେଇଛି କି ସେଇ ଟାଇପ୍ର ଲାଗିଲା, ମୋ ବେକଟା ପୁରା ଟୋଟାଲ ଡାଉନ୍ ହେଇକି ରହିଲା। ତାପରେ ସେଇ ଟାଇମ୍ରୁ ମୁଁ ସବୁ କିଛି ଭୁଲି ଯାଇଥିଲି। ସେଇ ଟାଇମ୍ରୁ ମାନେ ନିଜ ଭିତରେ ମାନେ ମୋ କନଫିଡେନ୍ସ ଲେଭେଲଟା ହରେଇ ଦେଇଥିଲି, କି ମୋତେ ସେଇ ଟାଇମ୍ରେ ଫିଲ୍ ଲାଗିଲା କି ମୁଁ ଆଉ କମ୍ପ୍ଲିଟ୍ କରିପାରିବିନି, ମାନେ ଏ ଏକ୍ସପିରିଏନ୍ସଟା କମ୍ପ୍ଲିଟ୍ ମାନେ ଭିଡ଼ିଓ କମ୍ପ୍ଲିଟ୍ କରିପାରିବିନି, ମୁଁ ଆଉ କ୍ୟାମେରା ଧରିପାରିବିନି। କି ସେଇ ଟାଇମ୍ରେ ମୁଁ ଯେତେବେଳେ କ୍ୟାମେରା ବି ଅଫ୍ ମୁଁ କରିଦେଲି, ଅଫ୍ କରିକି ମୁଁ ସେଇ ଟାଇମ୍ରେ ମାନେ ପାଗଳା ଭଳିଆ, ମାନେ ବାଇଚାଳେ ଯେମିତି ଗୋଟେ କଥା କୁହନ୍ତିନି ଓଡ଼ିଆରେ, ବାଇଚାଳେ ହୁଅନ୍ତି, ମୁଣ୍ଡ ଫୁଣ୍ଡ କିଛି କାମ କରେ ନା, ସେଇ ଟାଇମ୍ରେ ମୋତେ ସେମିତି ହିଁ ଫିଲ୍ ହେଲା। ମାନେ ମୋ ମୁଣ୍ଡ କିଛି ହିଁ କାମ କଲାନି, ମାନେ ମୁଁ ନିଜକୁ ମାନେ ବ୍ୟାଡ୍ ଫିଲ୍ କଲି, କି ମୁଁ ରିଅଲାଇଜ୍ କଲି କି ନା ମୋ ଦ୍ୱାରା ଆଉ ହେଇପାରିବନି, ମୁଁ ଆଉ ଆଗକୁ ଯାଇପାରିବିନି। ତ ସେମିତି କିଛି ଫିଲ୍ ହେଲା। ତାପରେ ଦେନ୍ ଯାହା ବି କିଛି ହେଲା, ମାନେ ମୁଁ ସେଗୁଡ଼ା ସବୁ କିଛି ମୁଁ ଭାବିନଥିଲି କ'ଣ ସବୁ ମୋ ସାଙ୍ଗରେ ଘଟିଗଲା। ଯେତେବେଳେ କ୍ୟାମେରା ଆସିଲା, ଯେତେବେଳେ ଆମେ ଏଡ଼ିଟ୍ ଫେଡ଼ିଟ୍ କଲୁ, ଯେତେବେଳେ ଭିଡ଼ିଓ ଯେତେବେଳେ ମୁଁ ଦେଖିଲି, ତାପରେ ସେତେବେଳେ ମୁଁ ଜାଣିପାରିଲି ମୋ ସାଙ୍ଗରେ କିଏ ଗୋଟେ ଥିଲା। ତ ଯେତେବେଳେ ମୁଁ ରୁମ୍ରେ ଆସି ମୋତେ ଭାଇମାନେ ରୁମ୍କୁ ନେଇ ଆସିଲେ, ଆଉ ଭାଇମାନଙ୍କ ବିନା ସପୋର୍ଟରେ ମୁଁ ମାନେ ବଞ୍ଚିକି ତ ଫେରି ନଥାନ୍ତି ସାୟଦ, ମୋତେ ସେମିତି କିଛି ଫିଲ୍ ହେଉଥିଲା। କି ମାନେ ସେଇ ସେବେଠାରୁ ଘର କଥା ମାନେ ବହୁତ କିଛି, ମାନେ ରୁମ୍କୁ ଯେତେବେଳେ ପଳେଇ ଆସିଲି, ମୋର ସମସ୍ତଙ୍କ କଥା ମନେ ପଡ଼ିଗଲା କି ଆରେ ୟାର କ'ଣ ଯଦି କ'ଣ ହେଇଯିବ ୟାର, ପ୍ରତି ରାତି ଆମ ପାଇଁ ଶେଷ, ମାନେ ଆମେ ସେମିତି ଆମେ କହିକି ଯାଉ ନା, ଏ ରାତିଟା ଆମ ପାଇଁ ଶେଷ ରାତି ନୁହେଁ ତ, କଥା କହୁ ଯଦି ସତ ହେଇଗଲା, ମୁଁ ସେଇ ଗୋଟେ ମାଇଣ୍ଡରେ ସବୁକିଛି ମୋ ମାଇଣ୍ଡରେ ପଶିଗଲା। ତ
ଯେତେବେଳେ ମୁଁ ରୁମ୍ରେ ଆସି ପହଞ୍ଚି ଯାଇଛି ସେତେବେଳେ ମୁଁ ନାହା ନାହେ ମୋତେ ମୁଁ ଯେତେବେଳେ ଭିଡ଼ିଓ ଦେଖିଛି ମୁଁ ଖାଲି କହୁଛି ନାହା ନାହେ ସେଇଟା ବି ମୁଁ ଜାଣିପାରୁନି ମୁଁ କ'ଣ ପାଇଁ କହୁଛି ନାହା ନାହେ ପାନି ପାନି ପାନି। ତ ମୋତେ ସେମାନେ ଯେତେବେଳେ ଆସି ପାଣିରେ ଗାଧେଇ ଦେଇଛନ୍ତି ସେତେବେଳେ ମୁଁ ତାପରେ ହିଁ ଜାଣିପାରିଲି, ତାପରେ ମୁଁ ରିଜିଡ଼ ହେଇଗଲି, ମୁଁ ପୁରା ଚିଚିଡ଼ି ହେଇଗଲି, କାହିଁକିନା ଶୀତ ଯେ ଭୟଙ୍କର ଶୀତ ହେଉଛି, ମାନେ ପାଣି ଦେହରେ ପଡ଼ିଲେ ମାନେ ସେ ପାଣି ପୁରା ମାନେ ପୁରା ବରଫରେ ଯେମିତି ବରଫ ଉପରେ ମାନେ ଯେମିତି ବସିଲା ଭଳିଆ ଲାଗୁଛି। ସେଇ ଟାଇମ୍ରେ ସେମାନେ ମୋତେ ଗାଧେଇ ଦେଲେ, ଭାଇମାନେ ଗାଧେଇ ଦେଲେ। ମୁଁ ସମସ୍ତଙ୍କ ଉପରେ ଚିଚିଡ଼ି ହେଇଥିଲି, ଚିଚିଡ଼ି ହେଇକି ତାପରେ ମୁଁ କହିଲି କ'ଣ ଏସବୁ ସବୁ ଠିକ୍ ହେଉଛି ଏଗୁଡ଼ା ସବୁ। ତାପରେ ମୁଁ ନିଜେ ଦେଖିଲି, ମୋତେ ସମସ୍ତେ ବସିକି ଭିଡ଼ିଓ ଦେଖେଇଲେ। ଦେଖିଲା ପରେ ମୁଁ ଜାଣିଲି କି ହଁ ମୋ ସାଙ୍ଗରେ କିଏ ଗୋଟେ ଥିଲା, ମୋ ସାଙ୍ଗରେ କିଛି ଆକ୍ଟିଭ୍ ଥିଲା। ଯେତେବେଳେ ହନୁମାନଙ୍କର ଯେତେବେଳେ ପଦକ ହେଉ କି ଯେତେବେଳେ ଆମର ପ୍ରେମ ଭାଇଙ୍କର ଯେତେବେଳେ ସେ ଯେଉଁ ଆମର ମନ୍ତ୍ର ଯେଉଁ ଇଏଟା ଅଛି, ଗାମୁଛା ଗୁଡ଼ା ଅଛି, ସେସବୁ ଯେତେବେଳେ ମୋତେ ଯେତେବେଳେ ଦେଲେ, କନଜ୍ୟୁମ୍ କରିବାକୁ ଦେଲେ, ମୁଁ ଧଇଲି। ସେତେବେଳେ ମୋତେ ଟିକେ ମାନେ ଭଲ ଲାଗିଲା। ମୁଁ ରାତି ସାରା ଶୋଇନଥିଲି, ଆଉ ମୁଁ କ'ଣ କହିବି, ରାତି ସାରା ହିଁ ମୋତେ ନିଦ ହୋଇନଥିଲା। ମୁଁ ମାନେ ଡର ମୋ ମନେ ଲାଗୁଥିଲା କି ଡର ଏଇଟା ଲାଗୁଥିଲା କି ଯାହା ବି କିଛି ହେଲା ସିଏ ମୋ ସାଙ୍ଗରେ ପଳେଇ ଆସିନି ତ, ଯାହା ବି କିଛି ହେଲା ସିଏ ମୋ ପାଖରେ ନାହିଁ ତ, ମୋତେ ସେମିତି କିଛି ଫିଲ୍ ଲାଗୁଥିଲା। ମୁଁ ସବୁବେଳେ ସବୁ ଭାଇମାନଙ୍କୁ କହିଲି, ମୁଁ କହିଲି କବାଟ ଖୋଲା କରିକି ଶୁଅ ହେଲା। ମୁଁ ଭାଇମାନେ ଡରିଗଲେ, ଇଏ କାହିଁ କହୁଛି କବାଟ ଖୋଲା କରିକି ଶୁଅ ବୋଲି। ତ ଏଥିପାଇଁ କହୁଥିଲି କି ମୁଁ ଡର ଲାଗୁଥିଲା। ମୁଁ କହିଲି ନାଇଁ କବାଟ ଖୋଲା କରିକି ଶୁଅ, ସମସ୍ତେ ଶୁଅନି। ମୁଁ କାହାକୁ ବି ଶୋଇଦେଲିନି, ମାନେ ସେ ରାତିରେ ମୁଁ କାଲି କଥା କହୁଛି, କାଲି ରାତିରେ ମୁଁ କାହାକୁ ବି ଶୋଇଦେନି। ତ ଆଉ କ'ଣ କହିବି, ଏମିତି କିଛି ମୋ ସାଙ୍ଗରେ ଇନସିଡେଣ୍ଟ ଥିଲା। ଆଉ ମୁଁ ଆପଣମାନଙ୍କୁ କହିଦେଉଛି, କନଫିଡେନ୍ସ ରଖନ୍ତୁ ନିଜ ଉପରେ, କିନ୍ତୁ ଓଭର କନଫିଡେନ୍ସ ରଖନ୍ତୁନି ଯେକୌଣସି କର୍ମ ପ୍ରତି ହେଉ। କି ମୁଁ ମୋ ଲାଇନ୍ରେ ଅଛି, ଓଭର କନଫିଡେନ୍ସ ମୋର ସେଇଟା ଭୁଲ। ଆପଣ ବି ଯେଉଁ ଲାଇନ୍ରେ ଥାଆନ୍ତୁ ନା କାହିଁକି, ନିଜ ଉପରେ କନଫିଡେନ୍ସ ରଖନ୍ତୁ, କିନ୍ତୁ ଓଭରଟା ରଖନ୍ତୁନି। ତ ଆଉ କିଛି ମୁଁ ଏଠି ଗପିକି ଆଉ ଟାଇମ୍ ୱେଷ୍ଟ କରିବିନି। ଆଉ କେବଳ ମୋ ଏକ୍ସପିରିଏନ୍ସଟା ମୁଁ ଆପଣମାନଙ୍କୁ କହିବା ପାଇଁ ଆସିଥିଲି। ଆଉ ପ୍ରେମ ଭାଇ ନାକରେ ଯେଉଁ ବ୍ଲଡ଼ଟା ବାହାରିଲା ସେତେବେଳେ ବି ମୋର କିଛି ନଥିଲା, ମୁଁ ବି ଜାଣିନଥିଲି। ଆଉ ଆପଣମାନଙ୍କର କମେଣ୍ଟସ୍ ଆସିଥିଲା କି ଭାଇ ଆପଣଙ୍କ ଦେହରେ ଲାଗୁଛି କି କିଏ ଥିଲା ବୋଲି। ଆପଣ ଯେତେବେଳେ ପ୍ରେମ ଭାଇକି କ୍ୟାପଚର କରୁଛନ୍ତି ତାଙ୍କ ନାକରୁ ସେତେବେଳେ ହିଁ ବ୍ଲଡ଼ ବାହାରିଛି। ହଁ, ସେଇଟା ହିଁ ସେଇ ଟାଇମ୍ରେ ହିଁ ହେଇଥିଲା କି ମାନେ ମୁଁ ଯେତେବେଳେ ଭିଡ଼ିଓ ଦେଖିଲି କି ମୁଁ ଯେତେବେଳେ ପ୍ରେମ ଭାଇକି କ୍ୟାପଚର କରିଛି, ତାଙ୍କ ଗୋଡ଼କୁ ବି ହଲେଇଛି। ପ୍ରେମ ଭାଇ କହିବା କଥା କି ସୂର୍ୟା ଭାଇ ତମେ ଏତେ ଜୋର ମୋତେ ଧରିଥିଲ କି ମାନେ ମୋ ଗୋଡ଼ ପୁରା ଷ୍ଟିଭ୍ ହେଇଗଲା, ମାନେ ମୁଁ ତାଙ୍କୁ ଏତେ ଜୋର ଧରିଥିଲି ତାଙ୍କ ଗୋଡ଼କୁ, ସେ ହଲେଇ ପାରୁନଥିଲେ। ମାନେ ମୋ ଭିତରେ ଗୋଟେ ଏନର୍ଜି ଗୋଟେ ମାନେ ମାନେ ଜେନେରେଟ୍ ହେଇଯାଇ ଯେମିତି, ସେଇ ଟାଇପ୍ର ମୋ ମାନେ ଭିତରେ ଥିଲା। ତ ଆଉ କିଛି କହିକି ମୁଁ ଭିଡ଼ିଓଟା ଏଣ୍ଡ କରିବିନି, ବାସ୍ ଏତିକି ହିଁ କହିବି କି ଆଉ କ'ଣ, ଏତିକି ହିଁ କହିବି କି ଆପଣମାନଙ୍କର ମାନେ ଯେଉଁ କମେଣ୍ଟସ୍ ସବୁ ଆସୁଛି କି ଭଲ ପାଇବା ଯେଉଁ ଆସୁଛି ନା, ତାକୁ ଦେଖିକି ମାନେ ଏସବୁ କଷ୍ଟ, ଏସବୁ ମାନେ ଡର ମନରୁ ସବୁ ତାଙ୍କ ହେଇଯାଉଛି। କିନ୍ତୁ ମୁଁ ନିଜେ ଚେଷ୍ଟା କରିବି ଆପଣମାନଙ୍କ ପାଇଁ, ମାନେ ଆପଣମାନଙ୍କୁ ସେମିତି ଭିଡ଼ିଓରେ ଆସିବା ପାଇଁ ଚେଷ୍ଟା କରିବି। ଆଉ ଯେକୌଣସି ପ୍ରୋବ୍ଲେମ୍ ହେଇଯାଉ ନା କାହିଁକି, ଯାହା ବି କିଛି ମୋ ସାଙ୍ଗରେ ଘଟୁନା କାହିଁକି, ଆପଣଙ୍କୁ ମୁଁ କେବେ ବି ଛାଡ଼ିବିନି, କେଉଁ ମୁହୂର୍ତ୍ତରେ ବି ଛାଡ଼ିବିନି। ଆପଣମାନଙ୍କ ଏଣ୍ଟରଟେନମେଣ୍ଟ ପାଇଁ ମୁଁ ସଦାସର୍ବଦା ଅଛି। ଆଉ କ'ଣ କହିବି, ଯେତେ ଦିନ ଚାଲିବ, ଯେତେ ଦିନ ଭାଇ ତମ ପାଖରେ ଅଛି ସେତେ ଦିନ ଭିଡ଼ିଓ ଆସିବ। ଆଉ କେବେ ବି କହିବିନି ଏ ରାତି ଆମ ପାଇଁ ଶେଷ ରାତି ହେଇପାରେ। ଆଉ କେବେ ବି ମୋ ମନରେ କହିବିନି, କ'ଣ ପାଇଁ କହିବିନି କି ଏ କଥା ମୁଁ ବାରମ୍ବାର କୁହେ କି ଏ ରାତି ଶେଷ ରାତି, ମନରେ ଏଇଟା ପଶିଯାଏ ନା, ଏ ରାତି ଆମ ପାଇଁ ଶେଷ ରାତି ନୁହେଁ ତ ଆଉ କେବେ ବି ଏ ମନରେ ଚିନ୍ତାଧାରାଟା ଆଣିବିନି। ଆଉ ଭିଡ଼ିଓ କଲ୍ କରି ଘରେ ଟିକେ ସମସ୍ତଙ୍କ ସାଙ୍ଗରେ କଥା ହେଇଗଲି, ତାପରେ ଟିକେ ମନ ଟିକେ ହାଲକା ଲାଗିଲା। ତାପରେ ଏ କଥା ମୁଁ ଘରେ ଟିକେ ସମସ୍ତଙ୍କ ସାଙ୍ଗେ ସେୟାର କଲି। ଘରେ କହିଲେ ଆଉ ଆପଣମାନେ ଜାଣିଛନ୍ତି ମୋ ବାବା ଜଣେ ପୋଲିସ, ଆଉ ସେ ମୋତେ ବାପା ବି ମୋ ସାଙ୍ଗେ ନିଜେ କଥା ହେଲେ କି ଆଉ ତୁ ଯେଉଁ କାମ କରୁଛୁ କର, ମୁଁ ତୋତେ ମନା କରୁନି, ତୁ ଠିକ୍ ସେ କର, ତୁ ଯେଉଁ କାମ କରୁଛୁ କର, ତୁ ଠିକ୍ ସେ କର, ଆଉ ନିଜେ କେବେ କମଜୋର ଭାବନା, କାହିଁକି ନା ତୁ ଗୋଟେ ବାଘର ଛୁଆ। ବାପା ମୋତେ ଏଇ ଡାଇଲଗ୍ଟା ମାରିଥିଲେ। ତ ଏଇ ଡାଇଲଗ୍ଟା ଶୁଣିକି ମାନେ ନିଜକୁ ଏତେ ଷ୍ଟ୍ରଙ୍ଗ ଆସିଲା ମୋତେ କି ବାପା, ମୁଁ ଆଜି ପର୍ଯ୍ୟନ୍ତ ମୁଁ ଯେତେବେଳେ ୟୁଟ୍ୟୁବ୍ ଜର୍ଣ୍ଣି ଆରମ୍ଭ କଲି, ମୋତେ କେହି ବି ସପୋର୍ଟ କରୁନଥିଲେ ଘରେ, କି ଏବେ ମୋତେ ସପୋର୍ଟ କରିବା ଆରମ୍ଭ କରିଦେଇଛନ୍ତି ଆପଣମାନଙ୍କର ଭଲ ପାଇବା ଦେଖିକି। ଆଉ କ'ଣ କହିବି, ଆପଣମାନଙ୍କ ପାଇଁ ହିଁ ଘରେ ମୋତେ ସପୋର୍ଟ କରିବା ଆରମ୍ଭ କରିଦେଇଛନ୍ତି। ଆଉ କିଛି କହିବିନି, ବାସ୍ ଏତିକି କହିବି କି ଆପଣମାନଙ୍କ ପାଇଁ ମୁଁ ସବୁବେଳେ ଅଛି ଏଣ୍ଟରଟେନମେଣ୍ଟ କରିବା ପାଇଁ। ଆଉ ଆମ ଟିମ୍କୁ ସେତିକି ଭଲ ପାଇବା ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଯାଉଛି, ସେପଟେ ବହୁତ ସାରା କାମ ଅଛି, କାମ ସାରିକି ପୁଣି ରାତି ସୁଟ୍ କରିବାର ଅଛି, ସବୁକିଛି ଭୁଲି ଭାଲିକି।